ଗଣେଶ ଚତୁର୍ଥୀରେ ଯଦି ଆପଣ ଗଣେଶଙ୍କ ମୂର୍ତ୍ତି ବଜାରରୁ କିଣି ଆଣିବାକୁ ପ୍ଲାନ୍ କରିଅଛନ୍ତି, ତାହେଲେ ଭିଡ଼ିଓରେ କୁହାଯାଇଥିବା କିଛି ବିଶେଷ କଥାକୁ ଧ୍ୟାନ ରଖନ୍ତୁ। ଆଜି ଆପଣ ଏହି ଭିଡ଼ିଓରେ ଜାଣିପାରିବେ ଭଗବାନ ଗଣେଶଙ୍କର କେଉଁ ମୂର୍ତ୍ତି ଅଧିକ ଫଳଦାୟକ ହୋଇଥାଏ, ଯେଉଁଥିରେ ଜାଣିପାରିବେ ଭଗବାନ ଗଣେଶଙ୍କର ମୂର୍ତ୍ତି କେଉଁଭଳି ହୋଇଥିବା ଦରକାର। ଗଣେଶଙ୍କର ଶୁଣ୍ଡ କେଉଁ ଦିଗରେ ରହିବା ଦରକାର? ବସିଥିବା ଗଣେଶ, ଠିଆ ଗଣେଶ, ବାଳ ଗଣେଶ, ନାଚୁଥିବା ଗଣେଶ, ବଇଁଶୀ ବଜାଉଥିବା ଗଣେଶଙ୍କ ମୂର୍ତ୍ତି କେଉଁମାନେ କିଣିପାରିବେ? ମୂର୍ତ୍ତିର କ'ଣ ମହତ୍ତ୍ୱ ଅଛି? ବାସ୍ତୁ ଅନୁସାରେ ଗଣେଶଙ୍କର ମୂର୍ତ୍ତି ସ୍ଥାପନା କେଉଁଠି କରିବା ଦରକାର? ଏହିସବୁ କଥା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭଗବାନଙ୍କ ଗଣେଶଙ୍କ ପାଖରେ ମୋଦକ ବା ଲଡ଼ୁ ରହିଥାଏ। ସେହିପଟେ ଗଣେଶଙ୍କର ଶୁଣ୍ଡ ମୁଡ଼ି ହୋଇ ରହିଥିବା ଦରକାର। ଯଦି ଭଗବାନ ଗଣେଶଙ୍କ ହାତରେ ଲଡ଼ୁ ନାହିଁ, ତେବେ ଏପରି ମୂର୍ତ୍ତିକୁ ପୂଜା କରିବା ଅଶୁଭ ଅଟେ ଏବଂ ତାଙ୍କର ପାଖରେ ତାଙ୍କ ବାହନ ମୂଷା ରହିବା ନିହାତି ଦରକାର। ଯଦି ତାଙ୍କର ବାହନ ମୂର୍ତ୍ତି ପାଖରେ ନାହିଁ, ସେହିଭଳି ମୂର୍ତ୍ତିକୁ ପୂଜା କରିବା ଦୋଷ ଲାଗିଥାଏ। ଭଗବାନ ଗଣେଶଙ୍କ ଗୋଟିଏ ହାତ ଆଶୀର୍ବାଦ ଦେଉଥିବା ଅବସ୍ଥାରେ ରହିବା ଉଚିତ। ଗୋଟିଏ ହାତ ମୁଦ୍ରାରେ ରହିବା ଉଚିତ। ମୁଦ୍ରାର ମୂର୍ତ୍ତି ସୁଖ ଶାନ୍ତିର ପ୍ରତୀକ ମନାଯାଇଥାଏ। ଗଣେଶଙ୍କ ମଥାରେ ମୁକୁଟ ରହିବା ଅତି ଶୁଭ ହୋଇଥାଏ। ବିନା ମୁକୁଟର ଗଣେଶ ମୂର୍ତ୍ତିକୁ ଘରକୁ ଆଣିବା ଅଶୁଭ ହୋଇଥାଏ। ଭଗବାନ ଗଣେଶଙ୍କୁ ସଜାସଜି ବହୁତ ପସନ୍ଦ ହୋଇଥାଏ। ବେକରେ ହାର, ହାତରେ ବାଜୁବନ୍ଧ ରହିଥାଏ। ଯଦି ଏହିସବୁ ନଥିବ, ତାହେଲେ ମୂର୍ତ୍ତିକୁ ଘରକୁ ଆଣି ଏସବୁ ଜିନିଷ ଲଗାଇ ଦିଅନ୍ତୁ। ଭଗବାନ ଗଣେଶଙ୍କୁ ବାଳଚନ୍ଦ୍ର ମଧ୍ୟ କୁହାଯାଇଥାଏ। ତେଣୁ ଭଗବାନ ଗଣେଶଙ୍କ ମଥାରେ ଚନ୍ଦ୍ରମା, ତିଲକ ଓ ତ୍ରିଶୂଳ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯେଉଁ ମୂର୍ତ୍ତିରେ ଭଗବାନ ଗଣେଶଙ୍କ ପାଦ ମାଟିରେ ଲାଗିଥାଏ, ଏପରି ମୂର୍ତ୍ତି ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ, ଏପରି ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ଚାରି ଦିଗରୁ ସଫଳତା ମିଳିଥାଏ। ଶାସ୍ତ୍ରରେ ଭଗବାନ ଗଣେଶଙ୍କୁ ଧୂମ୍ରବାଣ କୁହାଯାଇଛି। ଏହାର ଅର୍ଥ ଗଣେଶଙ୍କ ଶରୀର ଧୂଆଁର ସମାନ ଅଟେ। ଏଥିପାଇଁ ଭଗବାନଙ୍କର ଏହି ରଙ୍ଗର ମୂର୍ତ୍ତିକୁ ଶୁଭ ମନାଯାଇଥାଏ, ଯାହାଦ୍ୱାରା ଘରେ ସୁଖ, ଶାନ୍ତି, ସମୃଦ୍ଧି ଆସିଥାଏ। ସିନ୍ଦୂର ରଙ୍ଗର ଗଣେଶଙ୍କୁ ରଖିବା ବହୁତ ଶୁଭ ମନାଯାଇଥାଏ। କୁହାଯାଏ, ଏହି ରଙ୍ଗର ମୂର୍ତ୍ତି ଘରେ ରହିବା ଦ୍ୱାରା ସବୁ ପ୍ରକାର ମନସ୍କାମନା ପୂରଣ ହୋଇଥାଏ। ଆହୁରି ମଧ୍ୟ କୁହାଯାଏ, ଗଣେଶ ଭଗବାନଙ୍କର ମୁଖ୍ୟ ଶକ୍ତି ତାଙ୍କ ଶୁଣ୍ଡରେ ରହିଥାଏ। କିଏ କହିଥାଏ ଡାହାଣ ପଟେ ଥିବା ଶୁଣ୍ଡ ମୂର୍ତ୍ତି ଅତ୍ୟନ୍ତ ଶୁଭ ହୋଇଥାଏ, ତ କିଏ କହିଥାଏ ବାମ ପଟେ ଥିବା ଶୁଣ୍ଡ ମୂର୍ତ୍ତି ଅତ୍ୟନ୍ତ ଶୁଭ ହୋଇଥାଏ। ପ୍ରଥମେ ଜାଣିବା ଡାହାଣ ପଟେ ଥିବା ଶୁଣ୍ଡ ଥିବା ଗଣେଶଙ୍କ ବିଷୟରେ। ଡାହାଣ ପଟ ଶୁଣ୍ଡ ଥିବା ଗଣେଶଙ୍କୁ ସିଦ୍ଧିବିନାୟକ ଗଣେଶ କୁହାଯାଏ। ଏହି ମୂର୍ତ୍ତିରେ ଶୁଣ୍ଡର ଅଗ୍ରଭାଗ ଡାହାଣ ପଟେ ରହିଥିଲେ ଡାହାଣ ଶୁଣ୍ଡ ଗଣେଶ ବା ଦକ୍ଷିଣମୁଖୀ ଗଣେଶ କୁହାଯାଏ। ଦକ୍ଷିଣ ଦିଗ ଯମଲୋକ ନେଇଯାଉଥିବା ଦିଗ ହୋଇଥାଏ, କାରଣ ଯମଲୋକ ଦକ୍ଷିଣ ଦିଗରେ ମନାଯାଇଥାଏ। ଏଥିରେ ପୂଜା କରିବା ବେଳେ ସୂତା ଲୁଗା ପିନ୍ଧି କରାଯାଏ ନାହିଁ, କେବଳ ଧଳାର ରେଶମ ବସ୍ତ୍ର ପିନ୍ଧି ପୂଜା କରାଯାଏ। ଏହା ସହିତ ପଇତାର ସବୁ ନିୟମ ସହ ପଇତା ପିନ୍ଧି ପୂଜା କରାଯାଏ। ଯେମିତି ଶାସ୍ତ୍ରରେ କୁହାଯାଇଛି, ଯଦି ଆମେ ଦକ୍ଷିଣ ଦିଗ ପଟେ ମୁହଁ କରି ବସିଛନ୍ତି କିମ୍ବା ରାତିରେ ଶୋଇବା ସମୟରେ ଦକ୍ଷିଣ ଦିଗ ପଟେ ପାଦ କରି ଶୋଇଲେ ମୃତ୍ୟୁ ଯେମିତି ଅନୁଭବ ହୋଇଥାଏ ଏବଂ ଏମିତି ଅନୁଭୂତି ଦକ୍ଷିଣ ମୂର୍ତ୍ତିର ପୂଜା କଲେ ହୋଇଥାଏ। ଦକ୍ଷିଣାମୁଖୀ ଗଣେଶ ମୂର୍ତ୍ତିକୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହେବ। ଡାହାଣ ଶୁଣ୍ଡ ଥିବା ଗଣେଶଙ୍କୁ ପୂଜା କଲେ ଗୁଣିଗାରେଡ଼ି, ତନ୍ତ୍ରବିଦ୍ୟାଠାରୁ ରକ୍ଷା ମିଳିଥାଏ। ସେଥିପାଇଁ ଏପରି ମୂର୍ତ୍ତିର ସ୍ଥାପନା ମନ୍ଦିରରେ ହେବା ଦରକାର। ଏବେ ଜାଣିବା ବାମ ପଟେ ଶୁଣ୍ଡ ଥିବା ଗଣେଶଙ୍କ ବିଷୟରେ। ଏହିପରି ଗଣେଶଙ୍କୁ ବକ୍ରତୁଣ୍ଡ କୁହାଯାଏ। ବାମମୁଖୀ ଗଣେଶଙ୍କ ପୂଜା ବହୁତ ସହଜ ଓ ସମସ୍ତେ ଏହି ପୂଜାକୁ କରିପାରିବେ। ସାଧାରଣ ରୂପରେ ପୂଜା କଲେ ମଧ୍ୟ ଭଗବାନ ଗଣେଶ ପ୍ରସନ୍ନ ହୁଅନ୍ତି। ଏମିତି ପୂଜାରେ ସଙ୍କଟରୁ ମୁକ୍ତି ମିଳିଥାଏ। ବିଦ୍ୟା, ଧନ ପ୍ରାପ୍ତି, ବିବାହ, ପାରିବାରିକ ଖୁସି ମଧ୍ୟ ମିଳିଥାଏ।
ଏଥିପାଇଁ ଅଧିକାଂଶ ଲୋକ ବାମମୁଖୀ ଶୁଣ୍ଡ ଥିବା ଗଣେଶ ମୂର୍ତ୍ତିକୁ ପୂଜା କରିଥାନ୍ତି। ଏବେ ଜାଣିବା ବସା ଗଣେଶ, ଠିଆ ଗଣେଶ, ଆରାମ ଗଣେଶ, ବାଲ ଗଣେଶ, ନାଚୁଥିବା ଗଣେଶ ଓ ବଂଶୀ ବଜାଉଥିବା ଗଣେଶଙ୍କ ବିଷୟରେ। ଘର ପାଇଁ ତଥା ଗଣେଶ ଚତୁର୍ଥୀ ପାଇଁ ବସିଥିବା ଗଣେଶ ମୂର୍ତ୍ତି ଅଧିକ ଶୁଭଦାୟକ ହୋଇଥାଏ। ଏହି ସମୟରେ ଗଣେଶଙ୍କର ଠିଆ ମୂର୍ତ୍ତି ଆଣିବା ଉଚିତ ନଥାଏ, କାରଣ ଘରକୁ ଆସିଥିବା ଅତିଥିଙ୍କୁ ଆମେ ବସିବା ପାଇଁ କହିଥାଉ। ଭଗବାନ ଗଣେଶଙ୍କୁ ଅଧିକ ଦିନ ଠିଆ ରଖିବା ଅଶୁଭ ମନାଯାଇଥାଏ। ବସା ଗଣେଶଙ୍କ ପୂଜା କରିବା ଦ୍ୱାରା ଘରକୁ ସ୍ଥାୟୀ ଧନର ପ୍ରାପ୍ତ ହୋଇଥାଏ। ଏହା ରହିଯାଇଥିବା କାମକୁ ମଧ୍ୟ ଶୀଘ୍ର କରିଥାଏ। ଶୋଇଥିବା ବା ଆରାମ କରୁଥିବା ଗଣେଶଙ୍କ ପୂଜା କରିବା ଦ୍ୱାରା ଘରେ ଧନ ପୂର୍ଣ୍ଣ ହୁଏ। ଯେଉଁମାନଙ୍କର ସନ୍ତାନ ହେଉଛି କିମ୍ବା ହେବାକୁ ଯାଉଛି ସେମାନେ ବାଲ ଗଣେଶଙ୍କ ଫଟୋ ବା ମୂର୍ତ୍ତି ଆଣିବା ଉଚିତ। ନାଚୁଥିବା ମୁଦ୍ରାରେ ଥିବା ଗଣେଶଙ୍କ ମୂର୍ତ୍ତି ଛାତ୍ର ଓ କଳା ସହ ଜଡ଼ିତ ଲୋକଙ୍କୁ ବିଶେଷ ଲାଭ ମିଳିଥାଏ। ଏହା ସହ ଘରେ ଧନ ଓ ଆନନ୍ଦର ବୃଦ୍ଧି ବଢ଼ିଥାଏ। ଯଦି ଆପଣଙ୍କ ଘରେ ପ୍ରତିଦିନ ଝଗଡ଼ା ହେଉଛି, ତାହେଲେ ଆପଣଙ୍କୁ ବଂଶୀ ବଜାଉଥିବା ଗଣେଶଙ୍କ ମୂର୍ତ୍ତି ରଖିବା ଉଚିତ। ବଇଁଶୀ ବଜାଉଥିବା ଗଣେଶଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ। ଏବେ ଜାଣିବା ବାସ୍ତୁ ଅନୁସାରେ ଗଣେଶଙ୍କ ମୂର୍ତ୍ତି କେଉଁ ଦିଗରେ ଲଗାଇବା ଉଚିତ। ଘରେ ଗଣେଶ ମୂର୍ତ୍ତିକୁ ଉତ୍ତର ପୂର୍ବ କୋଣରେ ସ୍ଥାପନ କରିବା ଶ୍ରେଷ୍ଠ ହୋଇଥାଏ, କାରଣ ଘରର ଉତ୍ତର ପୂର୍ବ କୋଣ ପୂଜାପାଠ ପାଇଁ ଭଲ ହୋଇଥାଏ। ଏହା ମଧ୍ୟ ଧ୍ୟାନ ଦେବେ ଗଣେଶଙ୍କ ମୂର୍ତ୍ତି ଘରର ଭିତର ପଟେ ରହିବା ଦରକାର। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।